ರತ್ನಗಳ ರಾಜ್ಯ ಸತರೆ এই মোরা রত্নগড় রাজ্যর ସବୁ ଜନ ପ୍ରଜା କୁଶଳରେ ଅଛନ୍ତି କି ବନ୍ଧୁ? ହଁ ମହାମନ୍ତ୍ରୀ, ରାଜ୍ୟର ସମସ୍ତ ଜନପ୍ରଜା କୁଶଳରେ ଅଛନ୍ତି। ମହାମନ୍ତ୍ରୀ, ଧନ ପାଖେ ମୋର ବନ୍ଧା ପଡ଼ିଛି। ଏକ ଯୁଗର ଅବସାନ ହେଇଗଲା। ସତ୍ୟ ଧର୍ମ ନ୍ୟାୟର ବିଜୟ ହେଲା। ଆପଣ ହେଲେ ରତ୍ନଗଡ଼ ରାଜ୍ୟର ଅଧିପତି ରାଜା ତପନ କେଶରୀ। ସେଇ ତ ଧନ ପାଖେ ମନ ବନ୍ଧା ପଡ଼ିଛି। ବନ୍ଧୁ ବନ୍ଧୁ, କର୍ପୂର ସିନା ନାହିଁ, କନା ତ ରହିଯାଇଛି। ହେଲେ ବନ୍ଧୁ, এই ରାଜ୍ୟରେ ମୋ ଆଉ ରାଜା ନାହିଁ, ନାମକୁ କେବଳ ମୋ ମାତ୍ର ରାଜା। ହଁ ବନ୍ଧୁ, ଏବେ ବି ରତ୍ନଗଡ଼ର ଜନପ୍ରଜା ଆପଣଙ୍କ ପାଦ ଧୂଳି ନେଇ କୃତାର୍ଥ ହୁଅନ୍ତି। ମହାମନ୍ତ୍ରୀ, ଏଇ ରତ୍ନଗଡ଼ର ଇଷ୍ଟ ଦେବୀ ମା ବନ ଦୁର୍ଗା ଆପଣଙ୍କ ଆଳତି ପାଆନ୍ତି। ହଁ ବନ୍ଧୁ, କରାମତି ଶ୍ରେଷ୍ଠ ଏହି ରତ୍ନଗଡ଼ অষ্টরত্নে এ বিমণ্ডিত
ମଙ୍ଗଳ ଯାହାର ଉଚିତ ତମେ ସେ ମହାପୁରୁଷ ତପର ନାମକୁ କରିବ ଶାସକ ଦେଖିବ ସାରା ଜଗତ ମଙ୍ଗଳ ଯାହାର ଉଚିତ ତମେ ସେ ମହାପୁରୁଷ ତପନ ନାମକୁ କରିବ ଶାସକ ଦେଖିବ ସାରା ଜଗତ জনহিতে পূর্বজ অনেক দশ রক্ষি যাইছন্তি বংশ রাজমত সত্য ধর্ম দয়া ক্ষমার বিকাশ দশ কায়ু পরহিত ঈশ্বরে জনাম অটই মহান হরিদেখ ଏତେ ସୁଖ ସଂସାର ଥାଇ ମଧ୍ୟ ମତେ ବ୍ୟତୀତ କରୁଛି ଗୋଟିଏ କଥା ଆଉ ଆପଣ ଜାଣିଛନ୍ତି ବନ୍ଧୁ ମୋ ଏଇ କିଛି ବର୍ଷ ପରେ ମୋ ପଡ଼ୋଶୀ ରାଜ୍ୟର ରାଜକୁମାରୀ ସଦାମିନୀଙ୍କ ସହିତ ବିବାହ କଲି ବିବାହର 2 ବର୍ଷ ପରେ ସେ ରାଜକୁମାରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇ ସେ ଆର ପାରିକୁ ଚାଲିଗଲେ ହେଲେ ଜାଣିଛ ବନ୍ଧୁ ବିତି ଯାଇଛି 5 ବର୍ଷ ଆପଣଙ୍କ କଥା ମୋ ଭଉଣୀ ରାକ୍ଷୀକୁ ଦେଖି ଏବଂ ମୋ ପୁତ୍ର ମା ଚଣ୍ଡା ଋତୁରାଜକୁ ଦେଖି ମୋ ଜୀବନଟାକୁ ଆଜି ମୋ ବଞ୍ଚି ରଖିଛି ହେଲେ ଜାଣିଛନ୍ତି ବନ୍ଧୁ বন্ধু ଧନ୍ୟବାଦ ଅଶେଷ ଅଶେଷ ଧନ୍ୟବାଦ ধন্যবাদ বন্ধু বন্ধু গতকালি তো ମୁଁ ଋତୁରାଜକୁ ବିଦ୍ୟା ଆଶ୍ରମରେ ଛାଡ଼ିକି ଆସିଛି ସେଇଠି କିଛି ଅସୁବିଧା ହେବନି ବନ୍ଧୁ ସେଇଠି ଅଭିଜ୍ଞ ସମ୍ପନ୍ନ ଗୁରୁମାନଙ୍କ ଦ୍ୱାରା ବିଦ୍ୟା ପ୍ରାପ୍ତ କରିଥାନ୍ତି ବିଶ୍ୱାସ ଅଛି ବନ୍ଧୁ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି କାହିଁକି ନା ତମେ ହଉଛ ମୋ ଭଉଣୀ ରାକ୍ଷୀର ସ୍ୱାମୀ ମାନେ ମୋ ଭଉଣୀ ଜୟ ଆଉ ତମ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ହଁ ବନ୍ଧୁ ତାହେଲେ ଯିବା ପବିତ୍ର ରାଜମାର୍ଗରେ କରିବା ଗମନ ଏ ବନ୍ଧୁ ଆଉ ଜାଣିଛ ବନ୍ଧୁ ସେଇ ମୋର ଅତୀତର କଥା ମୋ ବାପା ଥିଲେ ଏଇ ରତ୍ନଗଡ଼ ରାଜାର ରାଜା ମିତ୍ର ସେନ ଆଉ ମା ଶାନ୍ତିଲତା ଆର ପାରିକୁ ଚାଲିଗଲା ବେଳେ ଆମେ 2 ଭାଇ ଭଉଣୀ ଅନାଥ ହେଇଗଲ ଆଉ ଜାଣିଛ ବନ୍ଧୁ ସେଇ ସେନାପତିଙ୍କ ଗୋଟେ ଚକ୍ରାନ୍ତରେ ପଡ଼ି ଏଇ ଦୁନିଆରେ ମୋ ରାଜକୁମାର ତପନ ଠାରୁ ସାଜି ଯାଇଥିଲେ ସେଦିନ ମୁଁ ଜଙ୍ଗଲଟାକୁ ତୋଫା ବନ୍ଧୁ ଆପଣ ଚିନ୍ତା କରନ୍ତୁନି ସବୁ ଠିକ୍ ଯିବ ତାହେଲେ ଯିବା ପବିତ୍ର ରାଜମାର୍ଗରେ କରିବା ଗମନ ଠିକ ଅଛି ବନ୍ଧୁ ଭାଇ ସତରେ ସେ ଠିକ୍ କହିଛନ୍ତି ହଁ ଯେହେତୁ ମୁଁ ତୁମର ଛୋଟ ଭଉଣୀ ଆଉ ସେ ଅଛନ୍ତି ତୁମ ସାନ ଭାଇ ଭାଇ ହଁ ମୁଁ ତୁମ ଛୋଟ ଭଉଣୀ ରାକ୍ଷୀ ତୁମ କ'ଣ ମନେ ନାହିଁ ମନେ ଅଛି ଭାଇ ସବୁ ବର୍ଷ ତୁମ ହାତରେ ମୁଁ ରାକ୍ଷୀ ବାନ୍ଧେ ଆଉ ଜାଣିଛ ଏଇ ରାକ୍ଷୀ ପୂର୍ଣ୍ଣିମା ଦିନରେ ଭଗବାନ ଆମକୁ 2 ଜଣଙ୍କୁ ମିଶାଇଥିଲେ ଆଉ ମନେ ପକା ଭାଇ ସେଦିନର କଥା ଏ ରାକ୍ଷୀ ପୂର୍ଣ୍ଣିମା ଦିନରେ ଏଗାରକ ସମସ୍ତେ ମୋତେ ମୋ ସ୍ୱାମୀ ଥାଉ ଥାଉ ମୋତେ ବିଧବା ସଜେଇଥିଲେ ହେଲେ ଭାଇ ଭଗବାନଙ୍କ କୃପାରୁ ଆଉ ତୁମ ସ୍ନେହ ଶ୍ରଦ୍ଧା କୃପାରୁ
ସତରେ ଆଜି ମୋ ସ୍ୱାମୀକୁ ମୁଁ ଫେରି ପାଇଛି ଆଜି ମୋ ସ୍ୱାମୀକୁ ଫେରି ପାଇଛି ଏ ରାକ୍ଷୀ ହଁ ଭାଇ ହଉ ସାର୍ ସେ ସବୁ କଥା ପରନ୍ତୁ ଆଗେ ଆସ ଆଜି ମୋ ଏଇ ହାତରେ ତୁ ରାକ୍ଷୀ ବାନ୍ଧି ଦେ ଆଉ ଅତୀତର କଥାକୁ ମନେ ପକାଇ ଆଉ କିଛି ଲାଭ ନାହିଁ ରାକ୍ଷୀ ଭାଇ ଏ ରାକ୍ଷୀ ହଁ ଆମ ଦୁଃଖର ଅମାବସ୍ୟା ଚାଲି ଯାଇଛି ଆମ ଖୁସିର ପୁନେଇ ଜନ ଆମକୁ ଡାକୁଛି ଆଜି ଏତିକି କୁହ ତ ଭାଇ ଏ ଖୁସି ତ ଯା ପରସେ Now you are under arrest, Mr. Tapan Babu. ତୁମର ଏତେ ସାହସ ଯୋଉ ରାଜ ପରିବାରକୁ ତାର ସାମ୍ନାରେ ଆରେଷ୍ଟ କରିବା କଥା କହିପାରୁଛ ହଁ କାହିଁକି କହିବିନି ସେ ହେଉଛି ଜଙ୍ଗଲ ଟାକୁ ଆଉ ଅନେକ ଦିନରୁ ଏ କମ୍ପ୍ଲେନ୍ ଶୁଣିଛୁ ସେ ଯେତେବେଳେ ଜଙ୍ଗଲରୁ ଥିଲା ସେତେବେଳେ ସେ ବହୁତ ଲୋକଙ୍କୁ ଲୁଟିଛି ବହୁତ ଲୋକଙ୍କୁ ମାରିଛି ସେଇଥିପାଇଁ ଆମେ ଆରେଷ୍ଟ କରିବାକୁ ଆସିଛୁ ଜାଣିଛ ମୁଁ ହେଉଛି ଗୋଟେ ଜଙ୍ଗଲ ରାଜା ସିଂହ ଆଉ ଏମିତି ପାପୀ ମାନଙ୍କୁ ମୁଁ କେବେ ବି ଛାଡ଼ିବି ନାହିଁ ହେଲେ ତମେ ବି ଗୋଟିଏ ଦେଶର ରାଜା ହେଲେନି ଆମ ସାହେବ ବି ଗୋଟେ ଜଙ୍ଗଲର ରାଜା ତାଙ୍କ ନାଁ ଶୁଣିଲେ ବିଲୁଆ କୁକୁର ଠାରୁ ମାଇକୁ ଦିଏ ସବୁ ଦୌଡ଼ି ପଳେଇ ଯାଆନ୍ତି ବୁଝିଲ ଆମେ ହେଲୁ ପୋଲିସ ବାଲା ଆମେ ଦିନରେ ଦେଖାଉ ତାରା ରାତିରେ ଖରା ଚୁପ୍ ଏକଦମ ଚୁପ୍ ଆଉ ପରିସ୍ଥିତିରେ ପରି ମୋ ସେଦିନ ସାଜି ଯାଇଥିଲେ ରାଜକୁମାର ତପନ ଠାରୁ ଜଙ୍ଗଲ ଟାକୁ ତୋଫାନ ଆଉ ମୋ ସେତେବେଳେ କହୁଥିଲେ जहाँ जहाँ पहुंच न सके भगवान वहाँ पहुंचता है तूफान बेईमानों का बेईमान इंसानों का इंसान इंसान मेरा भगवान इंसानों का जो होता है बेईमान उसके लिए मैं हूँ पक्का शैतान जो कि मेरा नाम है जंगल डाकू तूफान और मैं भी और सही शैतान दिमाग का छाड़ी
ସେଇ ଶୈତାନରୁ ମଣିଷ ହେଇଯାଇଛି ଆଉ ସେଇ ମଣିଷ ହେଇଥିବା ବ୍ୟକ୍ତିକୁ ପୁଣି ଥରେ ଶୈତାନ କରିବାକୁ ବାଧ୍ୟ କରନା। अभी आया उठ पहाड़ के नीचे सबू प्रमाण तो निजे कर दे सारीच हेले ये मोबाइल रे सब वीडियो रिकॉर्डिंग आइछि आउ प्रमाण दरकार नहीं आमे केले भी गिरफ्त करबा को पड़िबो। हां सबास कांस्टेबल सबास Yes, आज sir. एही कंप्लेन आସୁଥିଲା ଆମ ଥାନାକୁ ହେଲେ କିଛି ସାକ୍ଷୀ ପ୍ରମାଣ ନଥିବାରୁ ଏ ଜଙ୍ଗଲ ଡାକୁ ତୁଫାନକୁ ଆମେ ଆରେଷ୍ଟ କରିପାରୁ ନଥିଲୁ। सर ହଁ କନଷ୍ଟେବଲ ଆଉ ଦେଖୁଛ କଣ ଆରେଷ୍ଟ ହିମ୍। ए होउछन रक्तगणर अधिपति आउ तांक सामने पुणी अरेस्ट करबा कथा कहि पारछ ଏ ଶୁଣ तांक पाद धूली नहीं ए रक्तगणर जनप्रजा कृतार्थ हुअन्ति आउ महाबल बाधवे थे होई नाचन्ति। ଆରେ ବନ୍ଦ କର ତମ ସେ ପୁରାଣ କଥା ଜାଣିଛ ଏବେ ଆଉ ରାଜତନ୍ତ୍ର ଶାସନ ନାହିଁ ଏବେ ଚାଲିଛି ଗଣତନ୍ତ୍ର ଶାସନ ଆଉ ଏ ଗଣତନ୍ତ୍ର ଶାସନରେ ଏ ରାଜ ପ୍ରଶାସନ କରି ତମେ ଦୁନିଆକୁ ପାଗଳ କରୁଛ ଜାଣିଛ ଡେମୋକ୍ରେସି ଇଜ ଦ ଗଭର୍ନମେଣ୍ଟ ଅଫ ଦ ପିପଲ ବାଇ ଦ ପିପଲ ଆଣ୍ଡ ଫର ଦ ପିପଲ। କନଷ୍ଟେବଲ ଆରେଷ୍ଟେଡ। ଠିକ ଅଛି ଅଫିସର ଆପଣଙ୍କ ଆଇନକୁ ସ୍ୱୀକାର କରୁଅଛି କିନ୍ତୁ ମନେ ରଖ କେବଳ କଲ ପଛରେ ଅତ୍ୟାଚାରୀ ମାନଙ୍କ ଠାରୁ ଧନ ଛଡ଼ାଇ ଆଣି ମୋ ଏଇ ଗରିବ ମାନଙ୍କୁ ବାଣ୍ଟି ଦେଉଥିଲେ। ତଥାପି ତଥାପି ତମେ ଜଙ୍ଗଲ ଡାକୁ ତୁଫାନ ରହିଥିଲ ଆଉ ତମେ ଆରେଷ୍ଟ ହେବ ମାନେ ନିଶ୍ଚୟ ହବ। ଠିକ ଅଛି ଅଫିସର ଆପଣ କଥାକୁ ସ୍ୱୀକାର କରିଛି କିନ୍ତୁ ସତ୍ୟ ସବୁବେଳେ ସତ୍ୟ ହିଁ ରହିଥାଏ। ବନ୍ଧୁ ଚନ୍ଦ୍ରକାନ୍ତ ହଁ ବନ୍ଧୁ ଆପଣଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ମୋ ଏଇ ଜେଲ ଗଲା ପରେ ଆଉ ଅଳ୍ପ ଦିନ ଭିତରେ ମୋ ଫେରି ଆସିବି କିନ୍ତୁ ମୋ ପୁଅଟା ତ ବର୍ତ୍ତମାନ ସେ ଏବେ ଯାଇଛି ବିଦ୍ୟା ଅଧ୍ୟୟନ କରିବା ପାଇଁ ତାକୁ ମଧ୍ୟ ମୋ ଏ ଜେଲ ଯିବା କଥା କହିବନି କାହିଁକି ନା ନହେଲେ ସେ ମା ଝିଅଟା ପୁଅ ତ ତାର ଭାରି ମନ ଦୁଃଖ ହେବ। ଆଉ ଜାଣିଛ ବନ୍ଧୁ ମୋ ଭଉଣୀ ରାକ୍ଷୀଟା ସେ ମୋତେ ନ ଦେଖି କଣ ହେଇଯିବ ହେଲେ ସେ ମୋ ଭଉଣୀଟାକୁ ବି ମୋର ଏଇ ଜେଲ ଯିବା କଥାଟା ତମେ କହିବନି ବନ୍ଧୁ। ଆପଣ ଚିନ୍ତା କରିଥିଲେ ବନ୍ଧୁ ସବୁ ଠିକ ଯିବ। ବିଶ୍ୱାସ ଅଛି ତମ ଉପରେ ମୋ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି କାହିଁକି ନା ତମେ ହଉଛ ମୋ ଭଉଣୀ ରାକ୍ଷୀର ସ୍ୱାମୀ ମାନେ ମୋ ଭଉଣୀ ଜୟ ଆଉ ତୁମ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ହେଲେ ମୋ ଏ ଜେଲରୁ ଫେରିବା ଯାଏ ବର୍ତ୍ତମାନ এই রাজ্যমহলর ধন সম্পত্তি বর্তমান রহিলা আপনার দায়িত্ব। বন্ধু এই ব্যালেন্স পেপারে আপন সাইন করে দিচ্ছিলে ভালো হুয়ন্তা। তাহলে মতে দস্তখত করিবাকু হবা ঠিক আছে মো দস্তখত করিদেউছি বন্ধু। ଆଉ ଏଠି ଲେଖିବାର ପଢିବାର ଆଉ କିଛି ସମୟ ନାହିଁ ଯଦି ତା ଉପରେ ଭରସା ଅଛି ବିଶ୍ୱାସ ଅଛି ତାହେଲେ ବ୍ଲାଙ୍କ ପେପରରେ ସାଇନ୍ କର ଆଉ ଚାଲ ଆମ ସହିତ। বিশ্বাস ଅଛି অফিসর ମୋ ବନ୍ଧୁ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ମୋ ଆଜି ଏଇଠି ଏଇ ସାଙ୍ଗେ ସାଙ୍ଗେ ମୋ ଦସ୍ତଖତ କରିଦେଉଛି।
বন্ধা পড়েছি মন পাশে মন বন্ধা পড়েছি